3000 ଟଙ୍କା ଭତ୍ତା ଖୁବ୍ ଶୀଘ୍ର ଏହି ଦିନ ମିଳିବାକୁ ଯାଉଛି। ତେବେ କେଉଁମାନଙ୍କୁ ମିଳିବ 3000 ଟଙ୍କା, କେବେ ମିଳିବ, ଏସବୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା ପାଇଁ ଆମ ସହିତ ଏମିତି ହିଁ ଯୋଡ଼ି ହୋଇ ରୁହନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ଯେବେଠୁ ଭତ୍ତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ ସେତେବେଳଠୁ ହିଁ ଭତ୍ତା 500 ଟଙ୍କା ଦିଆଯାଉଥିଲା, ପରେ 1000 ଟଙ୍କା କରାଗଲା କିମ୍ବା ଆପଣଙ୍କର ରହିଛି 1500 ଟଙ୍କା, ଏତିକି ହିଁ ଏବେ ପର୍ଯ୍ୟନ୍ତ ମିଳୁଛି। ଆଉ ଭତ୍ତା ଟଙ୍କା 3000 ମିଳୁନାହିଁ। ତେବେ ଖୁବ୍ ଶୀଘ୍ର 3000 ଟଙ୍କା ଭତ୍ତା ମଧ୍ୟ ମିଳିବ। ସେ ବୃଦ୍ଧା ହୁଅନ୍ତୁ କିମ୍ବା ବିଧବା ହୁଅନ୍ତୁ କିମ୍ବା ସେ ଦିବ୍ୟାଙ୍ଗ ହୁଅନ୍ତୁ, ଏଥର ଆଉ ଡେରି ହେବନି। ଏଥର ଯେଉଁମାନେ 60 ବର୍ଷରୁ ଅଧିକ ହେଉଛନ୍ତି ସେମାନଙ୍କୁ ମଧ୍ୟ 3000 ଟଙ୍କା ଭତ୍ତା ରାଶି ମିଳିବ। ତେବେ ଆଗରୁ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ଯେ ଆମ ସରକାର ଆସିଲେ 3000 ଟଙ୍କା ଭତ୍ତା ଦେବୁ, ତାହା କିନ୍ତୁ ହୋଇପାରିନଥିଲା। କାହିଁକିନା ଆପଣମାନଙ୍କର ରହିଥିଲା ସୁଭଦ୍ରା ଯୋଜନା, ପିଏମ୍ କିଷାନ, ସିଏମ୍ କିଷାନ, ଏମିତି ଅନେକ ଯୋଜନା ରହିଛି। ଆଉ ଏହାକୁ କାର୍ଯ୍ୟକାରୀ କରୁ କରୁ ଡେରି ହୋଇଯାଇଥିଲା। ବର୍ତ୍ତମାନ ଆଉ ଡେରି ହେବନି, ଆସନ୍ତା ମାସରେ ମିଳିବାକୁ ଯାଉଛି ଏହି ନୂଆ ଭତ୍ତା ରାଶି ଟଙ୍କା। ତେବେ ଆପଣ ଭାବୁଥିବେ ଯେ ସରକାର କ'ଣ ଏହାକୁ ଭୁଲିଗଲେ ଆଉ ଭତ୍ତା ରାଶି ଦେବେନି କି? ତାହେଲେ ଏମିତି ନିହାତି ଆପଣମାନେ ଭାବୁଥିବେ, କିନ୍ତୁ ଆମେ କନଫର୍ମ କରି ରଖୁଛୁ ଯେ ଏହି 3000 ଟଙ୍କା ଭତ୍ତା ରାଶି ସମସ୍ତଙ୍କୁ ମିଳିବ। 100ରୁ 100% ସିଓର ସମସ୍ତଙ୍କୁ ଦେବେ ସରକାର। ତେବେ କେବେ ଦେବେ ଏହା ମଧ୍ୟ ସ୍ପଷ୍ଟରେ ଆସନ୍ତୁ ଜାଣିବା। ଯେବେ ବିଜେପି ସରକାର ନିର୍ବାଚନ ପୂର୍ବରୁ ଯେ ପ୍ରତିଶ୍ରୁତି ଦେଇଥିଲେ 3000 ଟଙ୍କା, କିନ୍ତୁ କୌଣସି କାରଣ ଯୋଗୁଁ ତାହା ଅଟକି ଯାଇଥିଲା। ହେଲେ ଆପଣମାନଙ୍କୁ କହି ରଖୁଛୁ ସରକାର 3000 ଟଙ୍କା ଭତ୍ତା ରାଶି ଦେବା କଥା ଭୁଲି ନାହାନ୍ତି। ଆପଣଙ୍କଠୁ ବେଟର ମନେ ରଖିଛନ୍ତି ସରକାର। ଦଶନ୍ତୁ ବର୍ତ୍ତମାନ ନଜର ପକାଇବା ନା ଏହି ବଜେଟ୍ ଅଧିବେଶନରେ ସରକାର କ'ଣ କରିଲେ ଏହି ଭତ୍ତାକୁ ନେଇ। ଦଶନ୍ତୁ କହି ରଖୁଛି କି ପ୍ରଥମେ ନା ଘୋଷଣା କରିଛନ୍ତି ବାର୍ଦ୍ଧକ୍ୟ କି ବିଧବା ଭତ୍ତା ପାଇଁ ଆଉ କାହାକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମଧୁବାବୁ ପେନ୍ସନ୍ ଯୋଜନାରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ବର୍ତ୍ତମାନ କରାଯିବ। ହିତାଧିକାରୀଙ୍କ ମୃତ୍ୟୁ ହେଲେ ଖାଲି ସ୍ଥାନ ପୂରଣ ନିୟମ ଆଉ ଲାଗୁ ହେବ ନାହିଁ। ତେବେ କ'ଣ କହିଲା ନା ବର୍ତ୍ତମାନ ସରକାର କହୁଛନ୍ତି ଯେ ଯେଉଁମାନେ ବି ଭତ୍ତା ପାଇବା ପାଇଁ ଯୋଗ୍ୟ ହେବେ ସେମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମାତ୍ର କିଛି ଦିନ ଭିତରେ ଆପଣମାନେ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ ହେବେ ଏବଂ ଭତ୍ତା ଟଙ୍କା ପାଇପାରିବେ। ସେ ନେଇକି ସରକାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ତା ସହିତ ଯେଉଁ ହିତାଧିକାରୀମାନେ ପୂର୍ବରୁ ଭତ୍ତା ପାଉଥିଲେ, ତ ଯେତେବେଳେ ସେମାନଙ୍କର ଭିତରୁ ଜଣଙ୍କର କ'ଣ ନା ମୃତ୍ୟୁ ହୋଇଯାଉଥିଲା ଆଉ ତାପରେ ଆଉ ଜଣଙ୍କୁ ସେଇଠି କ'ଣ କରାଯାଉଥିଲା ନା ଯୋଡ଼ି ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ଆଜିକା ଡେଟ୍ରେ ଏବେଠାରୁ ଆଉ ସେ ନିୟମ ମଧ୍ୟ ଦଶବନ୍ଧୁ ଲାଗୁ ହେବ ନାହିଁ। କାହିଁକିନା ଆପଣମାନଙ୍କର ଯୋଗ୍ୟ ଯେତେବେଳେ ହେଉଛନ୍ତି ସେତେବେଳେ ସେବେ ମିଳୁନାହିଁ, କିନ୍ତୁ ଲେଟ୍ରେ ହେଇଯାଉଛି ଆପଣଙ୍କର ନା ଯେତେବେଳେ ମରୁଛନ୍ତି ଆଉ ଜଣେ, ତ ସେଥିପାଇଁ କ'ଣ କରାଯାଉଛି ନା ଆଉ ଏହାକୁ ଆଉ କ'ଣ ଦୃଷ୍ଟିରେ ରଖାଯିବ ନାହିଁ। ଏହି ନିୟମ ମଧ୍ୟ ନା ଭଙ୍ଗାଯିବ। ଆଉ ସମସ୍ତଙ୍କୁ ଏଥର ବର୍ତ୍ତମାନ ସିଧାସଳଖ ଭାବରେ ଯଦି ଆପଣମାନଙ୍କର 60 ବର୍ଷ ହେଇଯାଉଛି ତ ଆପଣମାନେ ଆଉ ଅପେକ୍ଷା କରିବେ ନାହିଁ, ତ ଆପେ ଆପେ ଆପଣମାନଙ୍କର ଭତ୍ତା ଲିଷ୍ଟରେ ଯୋଡ଼ି ହେଇଯିବ ଆପଣମାନଙ୍କର ନାମ। ତା ସହିତ ଯେଉଁମାନେ ମଧୁବାବୁ ପେନ୍ସନ୍ ଯୋଜନାରେ ପୂର୍ବରୁ ଆପ୍ଲାଏ କରିଥିଲେ ବଟ୍ ଏବେ ପର୍ଯ୍ୟନ୍ତ ତାଙ୍କର ଆପ୍ଲିକେସନଟି ପେଣ୍ଡିଂରେ ଥିଲା, ବର୍ତ୍ତମାନ ସେହି ଆପ୍ଲିକେସନ ଗୁଡ଼ିକ ମଧ୍ୟ ଏପ୍ରୁଭ୍ କରାଯିବ। ଏନେଇ ସରକାର ମଧ୍ୟ ଘୋଷଣା କରିସାରିଛନ୍ତି ଏବଂ ତାର ଡାଟା ମଧ୍ୟ ଆସିଛି ଯେ 6 ଲକ୍ଷରୁ ଅଧିକ ଭତ୍ତା ଯେଉଁମାନେ ବାଦ ପଡ଼ିଥିଲେ ସେମାନଙ୍କୁ ବର୍ତ୍ତମାନ ପଇସା ମିଳିବ। ଦଶନ୍ତୁ ଏ ବାବଦରେ 20 ଫେବୃଆରୀ ସରକାର କହିଥିଲେ, ବଟ୍ 3000 ଟଙ୍କା ଭତ୍ତା ବାବଦରେ କିଛି କହିନଥିଲେ ବା ନୋଟିଫିକେସନ୍ ଆସିନାହିଁ। ବର୍ତ୍ତମାନ ଏବେ ଜାଣିବା 3000 ଭତ୍ତା କ'ଣ ପାଇଁ ବଢ଼ିନଥିଲା। ତ ଦଶନ୍ତୁ ଆପଣମାନଙ୍କର ମନରେ ତ ଏହା ବହୁତ ବଡ଼ ପ୍ରଶ୍ନ ମଧ୍ୟ ରହିଛି ଯେ କାହିଁକି ବଢ଼ିନଥିଲା ଏହି ଭତ୍ତା ଟଙ୍କା, ଯେତେବେଳେ ସରକାର ତ ପ୍ରତିଶ୍ରୁତି ଦେଇଥିଲେ, ଠିକ୍ ନା ନାହିଁ, କିନ୍ତୁ ଏହି ଭତ୍ତା ରାଶିକୁ କାହିଁକି ବଢ଼େଇଲା ନାହିଁ? ତ ଆପଣମାନଙ୍କର ଉତ୍ତର ଆସନ୍ତୁ ଜାଣିବା। ଯେତେବେଳେ ରାଜ୍ୟ ସରକାର ଇସ୍ତିହାରରେ ଦାୟିତ୍ୱ ଯେତେ ଗ୍ରହଣ କଲେ ସେତେବେଳେ ନା 3000 ଟଙ୍କା ଭତ୍ତା ରାଶି ଦେବା ବୋଲି କହିଥିଲେ, କିନ୍ତୁ ବିଜେପି ସରକାର ଆସିଲା ପରେ ଦେଲେ ନାହିଁ। ଯାହା ଆଗରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବୀନ ପଟ୍ଟନାୟକ ଘୋଷଣା କରିଥିଲେ 1000 ଟଙ୍କା, ସେତିକି ହିଁ ଏବେ ପର୍ଯ୍ୟନ୍ତ ମିଳୁଛି। ଆଉ ଏହାକୁ ନେଇ ବହୁତ ବାଦ ବିବାଦ ମଧ୍ୟ ଲାଗିଛି। ଏବେ ବି ଆପଣ ଭାବୁଥିବେ ଯେ ସରକାର 3000 ଟଙ୍କା ଭତ୍ତା ଦେବେ କି ନାହିଁ, ଆଉ ଦେବେ ତାହେଲେ କାହିଁକି ଏବେ ପର୍ଯ୍ୟନ୍ତ ଦେଉନାହାନ୍ତି? ତେବେ ଦର୍ଶନ୍ତୁ ମୁଁ କହି ରଖୁଛି, କାହିଁକି ନା ଯେତେବେଳେ ସରକାରଙ୍କର ନା ଫାଇଦା ଥାଏ, କିଛି ବି ଯଦି ଫାଇଦା ଥାଏ ସେତେବେଳେ ସରକାର କ'ଣ କରିବେ ନା ଏହାକୁ ଲାଗୁ କରିବେ, ଠିକ୍ ନା ନାହିଁ? ଦେଖନ୍ତୁ ଯେମିତିକି ଯେତେବେଳେ ସରକାର ଆସିଲେ
ସେତେବେଳେ ବହୁତ ଯୋଜନା ମଧ୍ୟ କଲେ, ପିଏମ୍ କିଷାନ, ସିଏମ୍ କିଷାନ, ଏମିତି ଅନେକ ଯୋଜନା କ'ଣ କଲେ ନା କାର୍ଯ୍ୟକାରୀ କଲେ। ତାଙ୍କର କ'ଣ ଫାଇଦା ଥିଲା, ଯେମିତି ସୁଭଦ୍ରା ଯୋଜନା କି ଆଗରୁ କୁହାଯାଇଥିଲା ଯେ ବିଜେପି ସରକାର ନା ଯେମିତିକି କାଳିଆ ଯୋଜନାକୁ କଟାଗଲା ଆପଣମାନେ ଜାଣିଥିବେ, ଆଉ କାଳିଆ ଯୋଜନା ବଦଳରେ ଆସିଲା କ'ଣ ସିଏମ୍ କିଷାନ ଯୋଜନା ହେଉ କିମ୍ବା ଆପଣମାନଙ୍କର ରହିଛି ମହିଳାମାନଙ୍କର ରହିଛି ନା ସୁଭଦ୍ରା ଯୋଜନା। ଏହି ସୁଭଦ୍ରା ଯୋଜନାକୁ କ'ଣ କଲେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ଏବଂ ସେହି ପ୍ରତିଶ୍ରୁତି ମଧ୍ୟ ରକ୍ଷା କଲେ। ଆଉ ଆପଣମାନଙ୍କୁ ବର୍ତ୍ତମାନ 15,000 ଟଙ୍କା ମଧ୍ୟ ମିଳିଯାଇଥିବ ତୃତୀୟ କିସ୍ତିକୁ ନେଇ। ଆଉ ବର୍ତ୍ତମାନ ରହିଛି ଏବେ ନା ଏଇ ମାର୍ଚ୍ଚରେ କ'ଣ ନା ଆପଣମାନଙ୍କୁ 8 ତାରିଖରେ ପୁଣି ଥରେ ଆପଣମାନଙ୍କର ଚତୁର୍ଥ କିସ୍ତି ମିଳିବ, ଠିକ୍ ନା ନାହିଁ। ତ ଏମିତି କ'ଣ ନା ଯେତେବେଳେ ସରକାରଙ୍କର ଫାଇଦା ଥିଲା ତ ସେହି କାରଣରୁ କ'ଣ କଲେ ନା ଏହି ସୁଭଦ୍ରା ଯୋଜନା ଲାଗୁ କଲେ। ସେମିତିକି ଆଗକୁ ଆପଣମାନଙ୍କର ଯେହେତୁ ରହିଛି ପଞ୍ଚାୟତ ଇଲେକ୍ସନ୍, ଆଉ ଏଇ ପଞ୍ଚାୟତ ଇଲେକ୍ସନରେ ସରକାର ନିହାତି କ'ଣ କରିବେ ନା ଭତ୍ତାକୁ 3,000 ଟଙ୍କା କରିବେ। କାହିଁକି ନା এই ଭତ୍ତା ଟଙ୍କା ଯଦି ବୃଦ୍ଧି ହେବ ତାହେଲେ ପୁଣି ଥରେ ସେମାନଙ୍କୁ ଇଲେକ୍ସନରେ ଜିତିବାକୁ ବହୁତ ସହଜ ହେବ, ଠିକ୍ ନା ନାହିଁ। ତ ସେଥିପାଇଁ ଏହି ପ୍ଲାନ୍ ଆଗରୁ ସେମାନେ କ'ଣ ରେଡ଼ି କରି ରଖିଛନ୍ତି। ଯେତେବେଳେ ପଞ୍ଚାୟତ ଇଲେକ୍ସନ୍ ଆପଣମାନଙ୍କର ଆସୁଛି 2027, ଆଉ ଏହା ପୂର୍ବରୁ ହିଁ ରିଲିଜ୍ କରାଯିବ ଆପଣମାନଙ୍କର 3,000 ଟଙ୍କା ଭତ୍ତା ରାଶି, ଏହା ସିଓର। ତେବେ ଦର୍ଶନ୍ତୁ ଖୁବ୍ ଶୀଘ୍ର ଆପଣମାନଙ୍କୁ ଅଫିସିଆଲ ଆନାଉନ୍ସମେଣ୍ଟ ମଧ୍ୟ ହେଇଯିବ, ତେବେ ବିଜ୍ଞପ୍ତି ମଧ୍ୟ ପ୍ରାପ୍ତ ହେଇଯିବ। କାହିଁକି ଏହି ଅପେକ୍ଷା, ଯେହେତୁ ଆପଣମାନଙ୍କ ରହିଛି 2 ବର୍ଷ ପାଖାପାଖି ହେଇଯିବ। ଆପଣମାନଙ୍କର ଜାଣିଥିବେ ନା ଯେତେବେଳେ 2024 ଅଲରେଡ଼ି ମଧ୍ୟ ଜୁନ୍ ମାସରୁ କ'ଣ କରିଥିଲେ ନା ସରକାର ଗଠନ କରିଥିଲେ, ଆଉ ଗଠନ ହେଇଯାଇଥିଲା ମଧ୍ୟ। ପ୍ରଥମ ବଜେଟ୍ରେ ତ ଆସିନଥିଲେ, ଦ୍ୱିତୀୟ ବଜେଟ୍ରେ ମଧ୍ୟ 2025 ସମସ୍ତେ ଭାବୁଥିଲେ କ'ଣ ଏଇଥର ପାସ୍ ହୋଇଯିବ ଭତ୍ତା ରାଶି, କିନ୍ତୁ ସେଇ ନା ଦ୍ୱିତୀୟ ବଜେଟ୍ ଅର୍ଥାତ୍ 2025ରେ ମଧ୍ୟ ତାହା ହୋଇପାରିନଥିଲା। କିନ୍ତୁ ଆସିଲା କେବଳ କ'ଣ ନା 80%ରୁ ଯେଉଁମାନେ ଭିନ୍ନକ୍ଷମ ବା ବୃଦ୍ଧା ଅଛନ୍ତି ସେମାନଙ୍କୁ ହିଁ ମିଳିଲା 3,500 ଟଙ୍କା, କିନ୍ତୁ ଆପଣମାନଙ୍କୁ ଆଉ ଯେଉଁମାନେ 60 ବର୍ଷ ରହିଛି ସେମାନଙ୍କୁ 3,000 ଟଙ୍କା ଭତ୍ତା ରାଶି ସରକାର ଦେଲେ ନାହିଁ। ଏହା ମଧ୍ୟ ନା କ'ଣ ନା ଦାବି ଆନ୍ଦୋଳନ ମଧ୍ୟ ଆପଣମାନେ କଲେ, କିନ୍ତୁ ଏହି ଦାବି ଆନ୍ଦୋଳନ କଲା ପରେ ବି ମଧ୍ୟ ଆପଣମାନଙ୍କୁ 3,000 ଟଙ୍କା ଭତ୍ତା ରାଶି ଦେଲେ ନାହିଁ। କାହିଁକି ଦେଲେ ନାହିଁ ନା ତାଙ୍କର ଏବେ ଫାଇଦା ହେଉନାହିଁ, ତ ସେଥିପାଇଁ ଆପଣମାନଙ୍କୁ ଏବେ ଯାଏଁ ରଖିଛନ୍ତି 3,000 ଟଙ୍କା ଭତ୍ତା ରାଶି ସରକାର। ସେପଟେ ସୋସିଆଲ ସିକ୍ୟୁରିଟି ଏନଭାରମେଣ୍ଟ ତରଫରୁ ଯାଞ୍ଚ ପ୍ରକ୍ରିୟା ସାରିବାକୁ ମଧ୍ୟ କୁହାଯାଇଛି। ଏଥର ଯେମିତି ଭତ୍ତା ରାଶି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ନେଇ ଘୋଷଣା ମଧ୍ୟ ହୋଇଛି। ଆଉ ଆଗକୁ କେହି ବି ଆଉ ଅଯୋଗ୍ୟ ହେବେନି, ବା ଅର୍ଥାତ୍ ଯେଉଁମାନେ ଯୋଗ୍ୟ ହେଉଛନ୍ତି ସେମାନଙ୍କୁ ହିଁ ମିଳିବାକୁ ଯାଉଛି ଏହି 3,000 ଟଙ୍କା ଭତ୍ତା ରାଶି, ଆଉ ସେମାନଙ୍କୁ ବାଦ୍ ଦିଆଯିବ ନାହିଁ। ଠିକ୍ ଅଛି, କାହିଁକି ନା ଯେହେତୁ ସରକାର ଗୋଟେ ଯୋଜନା ଆରମ୍ଭ କରୁଛନ୍ତି, କ'ଣ ଭତ୍ତା ହେଉ କିମ୍ବା ଆପଣଙ୍କର ଯୋଜନା ଅନ୍ୟ କୌଣସି ବି ହେଉ, କ'ଣ ସମସ୍ତଙ୍କୁ ବାଦ୍ ପକାଇବାକୁ ଆଣିଛନ୍ତି କି ନା। ତ ସରକାରଙ୍କ କହିବା କଥା ହେଲା ଯେଉଁମାନେ ଜାଲିଆତି କରୁଛନ୍ତି ଭତ୍ତା ହଡ଼ପକୁ, ତ ଯେଉଁମାନେ ନକଲି କିମ୍ବା କୌଣସି ବି ବାୟୋଡାଟା ଦେଇ ଦେଉଛନ୍ତି, ତ ସେମାନଙ୍କୁ ହିଁ କ'ଣ କରାଯିବ ନା ବାଦ୍ ପକାଯିବ। ତ ଏ ନେଇ ମଧ୍ୟ ସରକାର ମଧ୍ୟ କହିଛନ୍ତି